ସୁବର୍ଣ୍ଣ ଅଣ୍ଡା ଗପ। ଜଣେ କୃଷକଙ୍କର ଗୋଟିଏ ରାଜହଂସୀ ଥିଲା, ଯାହା ପ୍ରତିଦିନ ଏକ ସୁନାର ଅଣ୍ଡା ଦେଉଥିଲା। କୃଷକ ସେହି ଅଣ୍ଡା ବିକ୍ରି କରି ପରିବାରର ଦୈନିକ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଉତ୍ପାଦନ କରୁଥିଲେ। ଦିନେ କୃଷକ ଭାବିଲା ଯେ ଯଦି ସେ ଅଧିକ ସୁବର୍ଣ୍ଣ ଅଣ୍ଡା ପାଇଁ ବହୁତ ଟଙ୍କା ରୋଜଗାର କରି ଧନୀ ବ୍ୟକ୍ତି ହେବା ପାଇଁ ଚେଷ୍ଟା କଲା। ଚାଷୀ ରାଜହଂସଟିକୁ କାଟି ତା ପେଟରୁ ସମସ୍ତ ସୁନାର ଅଣ୍ଡା ବାହାର କରିବାକୁ ସ୍ଥିର କଲା। ସେମାନେ ପକ୍ଷୀକୁ ମାରି ପେଟ ଖୋଲିବା ମାତ୍ରେ ସେମାନେ ଅଣ୍ଡା ପାଇଲେ ନାହିଁ। ମୂର୍ଖ କୃଷକ ହୃଦୟଙ୍ଗମ କଲା ଯେ ସେମାନେ ସେମାନଙ୍କର ଲୋଭରୁ ସେମାନଙ୍କର ଶେଷ ଉତ୍ସଟିକୁ ନଷ୍ଟ କରିଦେଲେ। ଏହି ଗପଟିରୁ ଆମକୁ ଶିଖିବାକୁ ମିଳିଲା ଯେ ଲୋଭ ମନୁଷ୍ୟର ମାନବିକତାକୁ ନଷ୍ଟ କରିଦିଏ। ଥ୍ୟାଙ୍କ ୟୁ। ସବସ୍କ୍ରାଇବ୍ ମାଇ ଚ୍ୟାନେଲ।